ମର୍ଣ୍ଣିଂ ୱାକ୍ କବିତାଟି ଅନେକ ପତ୍ର ପ୍ରକାଶରେ ପ୍ରକାଶିତ। ସମାଜ, ଧରିତ୍ରୀ, ପ୍ରଜାତନ୍ତ୍ର ସବୁଥିରେ ଏହା ପ୍ରକାଶ ପାଇଛି ଏବଂ ଉଚ୍ଚ ପ୍ରଶଂସା ଲାଭ କରିଛି। ମର୍ଣ୍ଣିଂ ୱାକ୍ କବିତାଟି ଆଜିକାଲି ମର୍ଣ୍ଣିଂ ୱାକ୍ କରୁଥିବା ବୁଢ଼ା ବୁଢ଼ୀ ଯୁବପିଢ଼ି ସମସ୍ତଙ୍କ ପାଇଁ ଗୋଟେ ଛୋଟିଆ ଶିକ୍ଷା କହିଲେ ଭୁଲ ହେବ ନାହିଁ। ତେଣୁ ଆପଣମାନଙ୍କୁ କେତେ ଦୂର ଏ କବିତାଟି ଭଲ ଲାଗିବ ଶୁଣି ସାରିଲା ପରେ ମୋତେ କହିବେ। ଘରଣୀ ମୋର ସେଜରୁ ଉଠେଇ କହିଲେ ମୋତେ, ଶୋଉଛ କେତେ, ମର୍ଣ୍ଣିଂ ୱାକ୍ କର, ପ୍ରାତଃ ଭ୍ରମଣ ହିତ କର। ସକାଳୁ ବୁଲ, ସକାଳୁ ଚାଲ, ସାଙ୍ଗରେ କୁକୁର ଟମିକୁ ନିଅ, ଫୁର୍ତ୍ତି ଲାଗିବ ତୁମ ଧିଅ। ପାଖରେ ବସି ମୁରୁକି ହସି କହିଲେ ମୁହିଁ, ଏଇ କଥା ତ ମୋତେ ଜଣା ନାହିଁ, ଏଇଟା କ'ଣ ନୂଆ ଦବେଇ ମୋରି ପାଇଁ। ନାକକୁ ଟିକିଏ ଦାନ୍ତ ନିକୁଟି ମାରି ହାକୁଟି କହିଲେ ପ୍ରିଏ, ଶୁଣ ହଇଏ, ଡାକ୍ତରଙ୍କର ବରାଦ ଇଏ। ନାକକୁ ଟେକି ଦାନ୍ତ ନିକୁଟି ମାରି ହାକୁଟି କହିଲେ ପ୍ରିଏ, ବୁଢ଼ା ଶୁଣିଲ ହଇଏ, ଡାକ୍ତରଙ୍କର ବରାଦ ଇଏ। ତହିଁଆର ଦିନ ସେଜରୁ ଉଠି ହାତରେ ଧରିଲି ବେତର ଲାଠି, ସାଙ୍ଗରେ ଥିଲା ମୋ କାଳିଆ କୁତି। ଇଆଡ଼େ ସିଆଡ଼େ ବୁଲି ଚାହିଁଲି, ସକାଳୁ ସକାଳୁ ଯାହା ଦେଖିଲି, ଶ୍ରୀମତୀଙ୍କୁ ଥୋଡ଼େ ପ୍ରଶଂସା କଲି। ଫାପୁଲା ବେଙ୍ଗ, ନାଲିଆ ଚେଙ୍ଗ, ଏକାଠି ଭାବ ଏକାଠି ସାଙ୍ଗ, ଥାକୁଲୁ ଥୁକୁଲୁ, କିଏ ସେ ପଛ କିଏ ସେ ଆଗ। ଫାପୁଲା ବେଙ୍ଗ, ନାଲିଆ ଚେଙ୍ଗ, ଏକାଠି ଭାବ ଏକାଠି ସାଙ୍ଗ, ଥାକୁଲୁ ଥାକୁଲୁ, କିଏ ସେ ପଛ କିଏ ସେ ଆଗ। ପିଏ ସୁରଗୁଳି, କାଳି କୋତରୀ, ହେଁସ ମୁତୁରୀ, ଭାରି ଚତୁରୀ, ସକାଳୁ ବୁଲୁଛି, ହେଇଯିବ କାଳେ ବିଶ୍ୱ ସୁନ୍ଦରୀ। ଥନ୍ତଲ ପେଟା, ନାକ ଚେପଟା, ଧିଅଟା ମୋଟା, ମାରି ଲେଙ୍ଗଟା, ଧଉଁସି ଚାଲିଛି ଆହା କି ହଟ ହଟା। ଧଉଁସି ଚାଲିଛି ଆହା କି ହଟ ହଟା। ଭଳିକି ଭଳି ଯୋଡ଼ି ଯାଉଁଳି, ମୋରି ଭଳିଆ କୁତିକି ଧରି, ନିତେମ୍ବ ହଲେଇ ଚାଲନ୍ତି ଧୀରି। ଲାଙ୍ଗୁଡ଼କୁ ଜାକି ଟିକିଏ ଛନକି ମୁହଁକୁ ଟେକି କହିଲା ଟମି, ଏ ମର୍ଣ୍ଣିଂ ୱାକ୍ଟା କ'ଣ ସତରେ ଦାମୀ। କହିଲି ଏଇଟା ଆମଦାନୀ କରା ଇଂରାଜୀ ଶବ୍ଦ, ଭାରି ଉଜେନିଆ ଭାରି ସମ୍ଭ୍ରାନ୍ତ, ଅଭ୍ୟାସ କଲେ ବଢ଼ିଯିବ ତୋର ମାନ ମହତ। ଧିଅରୁ ମାଉଁସ ପଡ଼ିବ ଝଡ଼ି, ସ୍ଲିମ୍ ଶବ୍ଦଟା ଆସିବ ମାଡ଼ି, ପୋଲା ଢୋଲା ହେବେ କଷି କାକୁଡ଼ି। ଶୁଣୁଥିଲା ଟମି କାନକୁ ଡେରି, ମର୍ଣ୍ଣିଂ ୱାକ୍ କରି ହେଇଯିବ ଦିନେ ତନୁ ପାତେଳି ସରୁ ଚକୁଳି। ମୁହଁକୁ ଖିଙ୍କାରି ବୁଲା କୁତି ଯେତେ ଆଇଲେ ମାଡ଼ି, କହିଲି ଟମିକୁ ଦେଢ଼େଇ ଚାହିଁ, କହିଲେ ଟମିକୁ ଦେଢ଼େଇ ଚାହିଁ, ଖଟରେ ଶୋଉଛ ମଠରେ ଖାଇ, ତମକୁ ଟିକେ ଲାଜ ନାହିଁ। ଖାଇ ଶୋଇଲେ ପା ମେଦେ ବଢ଼ଇ, ଏ କଥା କ'ଣ ତମକୁ ଜଣା ନାହିଁ। ମୁହଁକୁ ହଲେଇ କହିଲା ଟମି, ବନ୍ଧା ହେଲା ଦିନୁ ହେଲି ଅକାମୀ, ଯେମନ ମାଲିକ ତେମନ আমি। ଯେମନ ମାଲିକ ତେମନ আমি। ଏତିକି ବେଳେ ହାଲା ଶୁଭିଲା ମୋ ସୁନାହାର କିଏ ଛିଣ୍ଡେଇ ନେଲା।
ଏତିକି ବେଳେ ହାଲା ଶୁଭିଲା, ମୋ ସୁନାହାର କିଏ ଛିଣ୍ଡେଇ ନେଲା। ମଲା, ଏଇଟା ପରା ନୀତି ଦିନିଆ ପାଲା। ଧସେଇ ପଶିଲା ନହୁଳି ବାଳା, ନାଁ ତା ମାଳା, ସାଙ୍ଗରେ ଥିଲା ତା ଭାଇ ଶଳା। ପଡ଼ିଶା ଘରର ପ୍ରୌଢ଼ ପଡ଼ୋଶୀ, ତାଙ୍କ ଗେହ୍ଲି ଝିଅ 16 ବୟସୀ। କଇଁଆ କଷି ଭାଇ ଶଳା ସଙ୍ଗେ ଯାଇଛି ଫସି। ଟିକିଏ ରୋମାନ୍ସ କରିବା ପାଇଁ ବାଟ ଭାଙ୍ଗିଗଲେ ଅବାଟ ହେଇ। ଠିକ୍ ଏତିକି ବେଳେ ଠକ ଠଉରିଆ ଠରେଇଥିଲେ ଛିଣ୍ଡେଇ ନେଲେ। ଠକ ଠଉରିଆ ଠରେଇଥିଲେ ଛିଣ୍ଡେଇ ନେଲେ। ଦି ଖୋଜ ବାଟ ଆଗେଇ ଗଲି, ଘନ କୁହୁଡ଼ିରେ ଯାହା ଶୁଣିଲି, ମୁଣ୍ଡେ ହାତ ଦେଇ ବସି ପଡ଼ିଲି। ଯୋଗଣ ଖିଆ ମୁଣ୍ଡରେ ନିଆଁ, ଧିଅରେ ମୋର ହାତ ମାଇଲୁ କିଆଁ, ମାରୁଛି ଢିଆଁ, ହିମ୍ମତ ଅଛି ତ ହରେ ଠିଆ। ଘରକୁ ଫେରି ଯାହା ଦେଖିଥିଲି ଶ୍ରୀମତୀଙ୍କ ଆଗେ ବଖାଣି ଗଲି। ଘରକୁ ଫେରି ଯାହା ଦେଖିଥିଲି ଶ୍ରୀମତୀଙ୍କ ଆଗେ ବଖାଣି ଗଲି। କହିଲି ପ୍ରିଏ, ମର୍ଣ୍ଣିଂ ୱାକ୍ର ଲାଇଭ୍ ଟେଲିକାଷ୍ଟଟିଏ। କହିଲି ପ୍ରିଏ, ମର୍ଣ୍ଣିଂ ୱାକ୍ର ଲାଇଭ୍ ଟେଲିକାଷ୍ଟଟିଏ। ହାଁ କରି ମୋ ମୁହଁକୁ ଚାହିଁ କହିଲେ ଶ୍ରୀମତୀ ପାଟି ଚିଲେଇ, ତମର ତ କିଛି ହେଇନାହିଁ। କହିଲେ ଶ୍ରୀମତୀ ପାଟି ଚିଲେଇ, ତମର ତ କିଛି ହେଇନାହିଁ। ଏଇ ହେଲା କବିତାଟିର ଶୀର୍ଷକ। ରହୁଛି, ନମସ୍କାର।